ଏ ଯୋଉ ବାଲି ଫାଲି ଟ୍ରକ ଚାଲୁଛି ଏ ସବୁ ଯଦି ବନ୍ଦ ନହବ ଏ ରାସ୍ତା ମୋଟେ ଭଲ ହବ। ଦର୍ଶକ ବନ୍ଧୁ, ରାସ୍ତାର ଅବସ୍ଥା ଯୋଉ ଭଳିଆ ହୋଇଛି ଆପଣ ଦେଖିଲେ ନିଜକୁ ସମ୍ଭାଳି ପାରିବେନି। ଯୋଉଭଳି ଭାବରେ ଏଇ ରାସ୍ତାଟି ହୋଇଛି, ଏ ରାସ୍ତା ହଉଛି ବୈତରଣୀ ଠାରୁ ଆରମ୍ଭ ହୋଇଛି ଏବଂ ରେଲବାଇ ବୈତରଣୀ ରୋଡ ଷ୍ଟେସନର ଯୋଉ ରେଲବାଇ ରହିଛି, ଦକ୍ଷିଣ କେବିନ ରହିଛି, ସେଇ କେବିନ ଦେଇ ଯାଉଛି ଯାଜପୁର ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟକୁ ସିଧାସଳଖ ରାସ୍ତା ଯୋଡୁଛି। ଏବଂ ଆମର ଯୋଉ ରହିଛି ପଡୋଶୀ କେଉଁଝର ଜିଲ୍ଲା, ଭଦ୍ରକ ଜିଲ୍ଲା ରହିଛି ମଥୁରାପୁର ବ୍ରିଜ ଦେଇ ଯାଉଥିବା ମାନେ ଅନେକ ଗୁଡିଏ ଯାତାୟାତ କରୁଥିବା ଲୋକ ଏବଂ 4 ଗୋଟି ବସ୍ ମଧ୍ୟ ଏଇ ବାଟ ଦେଇ ଯିବା ଆସିବା କରୁଛି। ହଜାର ହଜାର ସଂଖ୍ୟାରେ ଯାତ୍ରୀ ମାନେ ଯିବା ଆସିବା କରୁଛନ୍ତି। ଦେଖିବା ଏ ଯୋଉ ରାସ୍ତାଟି ଯୋଉ ଭଳିଆ ହେଇଛି, ସାଧାରଣ ଭାବରେ ଜଣେ ସାଇକେଲ କିମ୍ବା ମୋଟରସାଇକେଲ ନେଇକି ଯିବା କେତେ କଷ୍ଟକର ହୋଇପଡିଛି। ତେଣୁକରି ଏଇ ବୈତରଣୀ ରୋଡରେ କଲେଜ ମଧ୍ୟ ରହିଛି। ଅନେକ ଛାତ୍ରଛାତ୍ରୀ ମାନେ ଏଠି ସାଇକେଲ ନେଇକି ଯାଉଛନ୍ତି। ଏଭଳି ଅବସ୍ଥାରେ ଏଇ ଯୋଉ ରାସ୍ତାଟି ଆପଣ ଦେଖୁଛନ୍ତି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି। ବହୁତ କଷ୍ଟରେ ବିପଦ ଥିବା ବେଳେ ବହୁତ ସତର୍କତାର ସହିତ ଯିବା ଆସିବା କରୁଛନ୍ତି। ଦେଖିବା ଆଜି ଓଡିଶାର ବିଭିନ୍ନ ଜାଗାରେ ରାସ୍ତା ପାଇଁ ସମସ୍ୟା ଲାଗି ରହିଛି। ତେବେ ଏଇ ରାସ୍ତାକୁ ଯଦି ତୁରନ୍ତ କୌଣସି ପଦକ୍ଷେପ ନ ନିଆଯାଏ କିମ୍ବା ରେଲୱେ କର୍ତ୍ତୃପକ୍ଷଙ୍କ ପାଖରୁ କିମ୍ବା ସ୍ଥାନୀୟ ରାଜନେତାଙ୍କ ପାଖରୁ, ତାହେଲେ ଏଇଠି ଦୈନନ୍ଦିନ ଯୋଉଭଳି ଅବସ୍ଥା ଜନସାଧାରଣ ହଉଛନ୍ତି ଏ ବିପଦଜନକ ରହିଛି। ଏଇ ବାଟ ଦେଇ ଅନେକ ଯାତାୟାତ କରୁଥିବା ବେଳେ ଜଣେ ଆମ ସହିତ ଯୋଡି ହେଇଛନ୍ତି। ଆସନ୍ତୁ ସିଧାସଳଖ ପଚାରିବା ଏଇ ରାସ୍ତାର ଅବସ୍ଥା ବିଷୟରେ ଏବଂ ସେ ଡେଲି ଏଇପଟେ ଯିବା ଆସିବା କରୁଛନ୍ତି। ଏ ରାସ୍ତାକୁ ନେଇ କଣ କହିବେ? କଣ କରୁଛନ୍ତି? ରାସ୍ତା ଅତି ଭଲ ନାହିଁ। ଏ ଯୋଉ ବାଲି ଫାଲି ଟ୍ରକ ଚାଲୁଛି ଏ ସବୁ ଯଦି ବନ୍ଦ ନହବ ଏ ରାସ୍ତା ମୋଟେ ଭଲ ହବନି। ଯୋଉ କଥା କହୁଥିଲେ ଯେ ଭାରି ଯାନ ଯିବା ଫଳରେ ଏଇ ରାସ୍ତାର ଅବସ୍ଥା ଏଇଭଳି ହୋଇଛି, କେବଳ ୟାକୁ ନଜରକୁ ଆଣୁନାହାନ୍ତି ପ୍ରଶାସନ କିମ୍ବା ଏଠି ସ୍ଥାନୀୟ ଯୋଉ ରାଜନେତା ରହିଛନ୍ତି ଏବଂ ବିରୋଧୀ ଦଳ ରହିଛନ୍ତି। ଏ ରାସ୍ତା ପାଇଁ କୌଣସି ପ୍ରତିକ୍ରିୟା ଦେଉନାହାନ୍ତି କିମ୍ବା ଦେଖିବାକୁ ମିଳେନି। ଆଗକୁ ଦେଖିବା କିଭଳି ଭାବରେ ଏ ରାସ୍ତା ନିର୍ମାଣ ହଉଛି ଏବଂ ଲୋକମାନଙ୍କୁ ସୁରକ୍ଷା ଦିଆଯାଉଛି ତା ଉପରେ ରହିବ ନଜର। ଯାଜପୁର ଜିତୁ ବେହେରାଙ୍କ ରିପୋର୍ଟ, ନ୍ୟୁଜ 19 ଓଡ଼ିଶା।